ପୂର୍ବ ଶ୍ଲୋକମାନଙ୍କରେ କୁହାଯାଇଛି ଯେ ଜ୍ଞାନ ଯୋଗ, ଭକ୍ତି ଯୋଗ, ଧ୍ୟାନ ଯୋଗ ଓ କର୍ମ ଯୋଗ ଆଦି ସାଧନା କରୁଥିବା ଯେଉଁ ପୁରୁଷଙ୍କର ମନ ବିକ୍ଷେପ ଆଦି ଦୋଷରୁ କିମ୍ବା ବିଷୟାସକ୍ତି ଅଥବା ରୋଗ ଆଦି କାରଣରୁ ଅନ୍ତକାଳରେ ଲକ୍ଷ୍ୟରୁ ବିଚଳିତ ହୋଇଯାଏ, ସେମାନଙ୍କୁ ଯୋଗଭ୍ରଷ୍ଟ କୁହନ୍ତି ଏବଂ ଯୋଗଭ୍ରଷ୍ଟ ପୁରୁଷଙ୍କର ଦୁର୍ଗତି ହୁଏ ନାହିଁ ବୋଲି କୁହାଯାଇଛି। କିନ୍ତୁ ତାଙ୍କର କେଉଁ ପ୍ରକାର ଗତି ହୁଏ ତାହା ଜାଣିବାକୁ ଅର୍ଜୁନ ଇଚ୍ଛା କରିବାରୁ ଭଗବାନ କହୁଛନ୍ତି, ପ୍ରାପ୍ୟ ପୁଣ୍ୟକୃତାଂ ଲୋକାନୁସିତ୍ୱା ଶାଶ୍ୱତୀ ସମାହା ଶୋଚେନା ଶ୍ରୀମତାଙ୍ଗ ହେ ଯୋଗଭ୍ରଷ୍ଟ ଭିଜାୟତେ। ଅର୍ଥାତ୍ ଯୋଗଭ୍ରଷ୍ଟ ପୁରୁଷ ପୁଣ୍ୟବାନ ମାନଙ୍କର ଲୋକ ଅର୍ଥାତ୍ ସ୍ୱର୍ଗ ଆଦି ଉତ୍ତମ ଲୋକ ପ୍ରାପ୍ତ ହୋଇ ବହୁ ବର୍ଷ ଯାଏ ସେଠାରେ ନିବାସ କରି ଶୁଦ୍ଧ ଆଚରଣ ବିଶିଷ୍ଟ ଶ୍ରୀମନ୍ତ ବା ଲକ୍ଷ୍ମୀମନ୍ତ ପୁରୁଷମାନଙ୍କ ଗୃହରେ ଜନ୍ମ ନିଅନ୍ତି। ଭଗବାନ କହୁଛନ୍ତି ଯେ ମୃତ୍ୟୁ ଲୋକର ଉପରକୁ ବ୍ରହ୍ମଲୋକ ଯାଏ ଯେତେ ବି ଲୋକ ଅଛି ସବୁ ପୁଣ୍ୟବନ୍ତ ମାନଙ୍କର ଲୋକ। ସେଥିମଧ୍ୟରୁ ଯୋଗଭ୍ରଷ୍ଟ ପୁରୁଷ ଯୋଗ ରୂପୀ ମହାନ ପୁଣ୍ୟର ପ୍ରଭାବରେ ଏପରି ଲୋକକୁ ଯାଆନ୍ତି ନାହିଁ ଯେଉଁଠି ଭୋଗରେ ଲିପ୍ତ ହୋଇ ଦୁର୍ଗତି ପ୍ରାପ୍ତି ହେବ ଓ ଏପରି ଅପବିତ୍ର ବା ହୀନ ଗୁଣ ଓ ହୀନ ଆଚରଣଯୁକ୍ତ ଧନୀଙ୍କ ଘରେ ଜନ୍ମ ନିଅନ୍ତି ନାହିଁ, ଯେ କି ତାଙ୍କ ଦୁର୍ଗତିର କାରଣ ହେବ। ତେଣୁ ଶ୍ରୀମତାମ ସହିତ ସୂଚୀନାମ ବିଶେଷଣ ଲଗାଇ ସେ ପବିତ୍ର, ଶୁଦ୍ଧ, ଶ୍ରେଷ୍ଠ ଗୁଣ ସମ୍ପନ୍ନ ଓ ବିଶୁଦ୍ଧ ଆଚରଣଯୁକ୍ତ ଧନୀଙ୍କ ଘରେ ହିଁ ଜନ୍ମ ହୁଅନ୍ତି ବୋଲି କୁହାଯାଇଛି। ଏଣୁ ଏହା ପ୍ରକାରାନ୍ତରେ ବି ଦୁର୍ଗତି ନୁହେଁ।